ରେଢ଼ାଖୋଲ ବୌଦ୍ଧ ରାସ୍ତାର କନ୍ଧରା ଛକରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 5 କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଚଢ଼ାଉରେ ଏକ ହିରୋ SF ଡିଲକ୍ସ ବାଇକ୍ ଜବତ କରାଯିବା ସହିତ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ପୋଲିସ। ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ବନାଞ୍ଚଳ ଅନ୍ତର୍ଗତ ଧଉରା ଖମଣ ଓ ମହତପୁର ଗାଁରେ ପୁଣି ଥରେ ଗତ ରବିବାର ରାତିରେ ହାତୀପଲ ଚାଷୀମାନଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ରେଢ଼ାଖୋଲ ବନ ବିଭାଗ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି। ବାମ୍ରା ନିକଟ ପାକେଲପଡ଼ା ତେତଲାମାଲ ଠାରେ ଦୀପକ କିଷାନ ନାମକ ଜଣେ ଯୁବକ କୌଣସି କାରଣରୁ ମାନସିକ ଚାପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାକୁ ରେଫର କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗୋବିନ୍ଦପୁର ଡାକ୍ତରଖାନା ଓ ଲ୍ୟାମ୍ସ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ପରିସରରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ରୋଗୀ ସେବା ବିଷୟରେ ପଚାରି ବୁଝିଥିଲେ। ସମ୍ବଲପୁର ସହରସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର 1ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗର ଭାରତ ଗାଇଡ୍ ଅନ୍ତର୍ଗତ 5 ଦିନିଆ ରାଜ୍ୟ ପୁରସ୍କାର ଟେଷ୍ଟିଂ କ୍ୟାମ୍ପର ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେବି ସଂଗଠନ ଭୁବନେଶ୍ୱର ସମ୍ଭାଗର ସହାୟକ ଆୟୁକ୍ତ ଅନିଲ କୁମାର ଯୋଗଦାନ କରିଥିଲେ। ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି ଅଞ୍ଚଳରେ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ତେବେ ପୋଲିସର ତତ୍ପରତା ଯୋଗୁଁ ଅଭିଯୁକ୍ତ ସ୍ୱାମୀଙ୍କୁ ରେଳ ଷ୍ଟେସନରୁ ଧରି ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଇଁଠାପାଲି ସ୍ଥିତ ପ୍ରେସ୍ କ୍ଲବରେ ପ୍ରେସ୍ କ୍ଲବ ତରଫରୁ ସାମ୍ବାଦିକ ସ୍ୱର୍ଗତ ନବୀନ ଦାସଙ୍କ ନିମନ୍ତେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନେ ସ୍ୱର୍ଗତ ସାମ୍ବାଦିକ ନବୀନ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳ 6ଟା ସୁଦ୍ଧା 20ଟି ଗେଟ୍ ବାମପଟେ 13ଟି ଓ ଡାହାଣ ପଟେ 7ଟି ଗେଟ୍ ମାଧ୍ୟମରେ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 2,75,948 କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ 3,44,156 କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ କରାଯାଉଛି।